ଅପରେସନ୍ ସିନ୍ଦୁର ଶହୀଦମାନଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଶହୀଦ ବାଜିରାଉତଙ୍କ ସ୍ମୃତି ସ୍ତମ୍ଭ ନିକଟରେ ଭାରତ ସେନାବାହିନୀ ତରଫରୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ଉଦ୍ଦେଶ୍ୟରେ କରାଯାଇଥିବା ଅପରେସନ୍ ସିନ୍ଦୁର ଯୁଦ୍ଧ ଅଭିଯାନରେ ଶହୀଦ ହୋଇଥିବା ଭାରତର ବୀର ସୈନିକମାନଙ୍କୁ ବଳିଦାନକୁ ସମ୍ମାନ ଜଣାଇ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ବାଳ ଶହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଅପରେସନ୍ ସିନ୍ଦୁରରେ ଶହୀଦ ହୋଇଥିବା ଯବାନଙ୍କର ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ତାପରେ ମହମବତୀ ପ୍ରଜ୍ୱଳନ କରାଯାଇ ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତର ସେନାବାହିନୀର ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ଦେଶପ୍ରେମ, କର୍ତ୍ତବ୍ୟ, ନିଷ୍ଠା, ବଳିଦାନକୁ କଂଗ୍ରେସ ତରଫରୁ ପ୍ରଶଂସା କରାଯାଇ ସାଧୁବାଦ ଜଣାଯାଇଥିଲା। ଦେଶରେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତ ଏବଂ ସଙ୍କଟ ସମୟରେ ଦେଶବାସୀମାନଙ୍କ ମଧ୍ୟରେ ଏକତା ଏବଂ ଭାଇଚାରା ରହିବା ଏକାନ୍ତ ଆବଶ୍ୟକ, ଯାହାକି ସେନାର ମନୋବଳ ବୃଦ୍ଧି କରିବା ସହିତ ଶତ୍ରୁପକ୍ଷକୁ ପରାହତ କରିବା ସହଜ ହେବ ବୋଲି କଂଗ୍ରେସ ତରଫରୁ ଆହ୍ୱାନ ଦିଆଯାଇଛି। ସଭାରେ ବରିଷ୍ଠ ନେତା ଡାକ୍ତର ତୁଷାରକାନ୍ତି ନାୟକ, ରବିନାରାୟଣ ମହାନ୍ତି, ବେଣୁଧର ସାହୁ, ପିସିସି ପୂର୍ବତନ ସମ୍ପାଦିକା ଶିଳ୍ପାଶ୍ରୀ ହରିଚନ୍ଦନ, ସରୋଜ କୁମାର ଶତପଥୀ, ଅବିନାଶ ପଣ୍ଡା, ବନମାଳୀ ଦାସ, ଅଖିଳ ମହାପାତ୍ର, ସଂଗ୍ରାମ କେଶରୀ ଦାସ, ବିନୟ କୁମାର ସାହୁ, ବିପ୍ରବର ସାହୁ, ଉର୍ମିଳା ଦାସ, ଗୟାରାମ ସେଠୀ, ସୁଶାନ୍ତ କୁମାର ଧଳ, ନିଶାକର ସାହୁ, ଜିତେନ୍ଦ୍ର କୁମାର ସାହୁ, ସୁଦେଶନା ଜେନା, ଏମ୍ଡି ସମୀର, ମହମ୍ମଦ ଜାକିର ବକ୍ସ, ଅଜେନ୍ଦ୍ର ସାମଲ, ଆଡ଼ଭୋକେଟ ଅଶୋକ ମଲ୍ଲିକ, ପ୍ରିୟବ୍ରତ ସାସମଲ, ସାଗିର ବେଗ, ମୁସ୍ତାଫା ବେଗ, ମୁସୁ ବେଗ, ସ୍ୱରୂପାନନ୍ଦ ଦାସ, ସାବିତ୍ରୀ ଜେନା, ସଂଯୁକ୍ତା ସାହୁ, ରାଧାରାଣୀ ଜେନା, ଦୀପୁ ସାହୁ, ନଟବର ବେହେରା, ପ୍ରଶାନ୍ତ ମହାରଣା ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ବେଣୁଧର ସାହୁ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।